ଆମର ଏ ମହାନ ବ୍ୟକ୍ତି ମିଶନାରୀ ରେଭରେଣ୍ଡ ପାଷ୍ଟର ସୁଶାନ୍ତ ପାଟମାଝୀ ଯିଏକି 1100 ଭିଡ଼ିଓ ପୋଷ୍ଟ କରିଛନ୍ତି। ଆପଣ 9000 ସବସ୍କ୍ରାଇबर ଅଛନ୍ତି ଆଙ୍କର, କିନ୍ତୁ 1100 ଭିଡ଼ିଓରେ ଗୋଟେ ମଧ୍ୟ ଭିଡ଼ିଓ ନାହିଁ ପ୍ରଭୁଙ୍କର ବାକ୍ୟ ପ୍ରଚାର କରିବାଟା। ଗୋଟେ ବି ଭିଡ଼ିଓ ନାହିଁ ପ୍ରଭୁଙ୍କର ବାକ୍ୟକୁ ପ୍ରଚାର କରିବା ଭିଡ଼ିଓ ଗୋଟେ ବି ନାହିଁ। ସୁନ୍ଦର ସୌଭାଗ୍ୟତା ଦେଇଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ମୁଁ ଆଜି ଯେତେ ଆସିଛନ୍ତି ସେ ସମସ୍ତଙ୍କୁ ମୋ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ନମସ୍କାର ଜଣାଏ। ନମସ୍କାର। ଆମେ ଶିଖିବା ଯେ ଈଶ୍ୱରଙ୍କ ବାକ୍ୟରୁ ଆମେ ପାଇପାରିବା ପ୍ରଥମ ପିତର 2:13 ଏବଂ ଏଇଠାରେ ଏହି ପ୍ରକାର ଲେଖା ହେଇଛି, ପ୍ରଭୁଙ୍କ ସକାଶେ ସମସ୍ତ ମାନବୀୟ ବିଧାନର ବଶୀଭୂତ ହୁଅ। ପ୍ରଭୁ ଏ ଅଳ୍ପ ପଠିତ ବାକ୍ୟ ଉପରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ଶିଖିବା ପାଇଁ ଆଉ ତୁମ ବାକ୍ୟ ପାଇଁ ଆମେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ତୁମ ସମାନ ଧନ୍ୟବାଦ ଦେଉଛୁ ପ୍ରଭୁ, ତୁମେ ଯେ ମହାନ ଆଶ୍ଚର୍ଯ୍ୟକାରୀ ପରିସର ଆଶ୍ଚର୍ଯ୍ୟ ଭାବରେ ଆମେ ଆମ ସମସ୍ତଙ୍କୁ ଏହି ସ୍ଥାନକୁ ଆଣିଲ, ସେଥିପାଇଁ ତୁମକୁ ଧନ୍ୟବାଦ ଦେଉଛୁ। ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ତୁମର ସନ୍ତାନ ସନ୍ତତିମାନଙ୍କୁ ତୁମର ସମର୍ପଣ କରୁଛୁ ପ୍ରଭୁ। ପ୍ରତ୍ୟେକ ଲୋକମାନେ ଦୟା କର ଏବଂ ଏହି ବାକ୍ୟ ତୁମ କଥା କୁହ, ଯେପରି ଆଗାମୀ ଦିନମାନଙ୍କରେ ଯେପରି ଏହି ବାକ୍ୟର ଧାରେ ଧାରେ ଯେପରି ଜୀବନ ଅତିବାହିତ କରିବେ ସେ ପ୍ରକାର ଆଶୀର୍ବାଦ କର। ଆଜିର ଉପାସନା ଆରମ୍ଭ ଶେଷ ପର୍ଯ୍ୟନ୍ତ ତୁମେ ହିଁ ତୁମର ସେ ସତ୍ୟ ଆତ୍ମା ପରିଚାଳିତ କର ବୋଲି ସମସ୍ତ ଭାର ସମସ୍ତ ବିଷୟ ତୁମ ନିକଟରେ ସମର୍ପଣ କରି ନାଜରେଥ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ପ୍ରାର୍ଥନା କରୁଅଛି, ଆମେନ୍। ଆମେ ଏଠି ଦେଖୁଛୁ ଯେ ଲେଖା ହେଇଛି ଯେ ପ୍ରଭୁଙ୍କ ସକାଶେ ସମସ୍ତ ମାନବୀୟ ବିଧାନର ବଶୀଭୂତ ହୁଅ। ଆମେ ପ୍ରଭୁଙ୍କ ପାଇଁ ବୋଲି, ଆମେ ଯେଉଁ ଯୀଶୁଙ୍କୁ ପାଇଛୁ ଯୀଶୁଙ୍କ ପାଇଁ ବୋଲି ଆଉ ମାନବର ବିଧାନ ଆମେ ସବୁ ଜିନିଷ ପାଳନ କରିବା ଦରକାର। ସେଥିପାଇଁ ମାନବୀୟ ଲୋକମାନେ ବିଭିନ୍ନ ପ୍ରକାର ଆମକୁ ବିଧାନ ଦିଅନ୍ତି, କିନ୍ତୁ ଆମେ ଯେଉଁଟା ଆମେ ପାଳନ କରି ନପାରୁ ତାହାକୁ ଆମେ କ'ଣ କରିଥାଉ ଯେ ଆଉ ସେଇଟା ଆମେ ପାଳନ କରିବା ପାଇଁ ଯୋଗ୍ୟ ଆମର, କିନ୍ତୁ ଆମେ ନ କରିବା ପାଇଁ ଆମେ କ'ଣ କରୁଛୁ ତାକୁ ଆମେ ପ୍ରତିବାଦ କରିଥାଉ ଯେ ସେଇଟା ନୁହେଁ। କିନ୍ତୁ ପ୍ରେରିତ ପାଉଲ ସେ ଆଜ୍ଞାକୁ ସେ ପାଳନ କରୁଥିଲେ। ପ୍ରେରିତ ପାଉଲ ଯେତେବେଳେ ମାନେ ଥିଲେ ସେମାନେ କ'ଣ ଯେ ଲୋକ ଯଦି ମୁଁ ଯେଉଁ ଜିନିଷ କରିବା ଦ୍ୱାରା ଲୋକମାନଙ୍କୁ ଯଦି ବାଧାର କାରଣ ହେଉଛି, ଲୋକମାନେ ଯଦି ମୋ ଦ୍ୱାରା କଷ୍ଟ ପାଉଛନ୍ତି ତାହେଲେ ମୁଁ ସେଇଟା କରିବି। ସେଇ ବିଷୟରେ ଲେଖା ହେଇଛି ରୋମିଓ 14:21 ଲେଖା ହେଇଛି ଯେ ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟ ତୁମ ଭାଇର ବାଧା ଜନ୍ମେ ତା ନ କଲେ ଭଲ। ଏଇ ମାଂସ ଖାଇବା କିମ୍ବା ଦ୍ରାକ୍ଷାରସ ପାନ କରିବା, ଏଇ ଦୁଇଟା ଜିନିଷ କରିବା ଭିତରେ ଯଦି ଭାଇର ଯଦି ବିଘ୍ନ କାରଣ ହୁଏ, ଭାଇ ଯଦି କଷ୍ଟ ପାଉଛନ୍ତି ତାହେଲେ ମୁଁ କ'ଣ ନ କଲେ ଭଲ। ସେଥିପାଇଁ ସେ ରୋମିଓ ମଣ୍ଡଳୀକୁ ଲେଖୁଛନ୍ତି ଯେ ଏଇ ଜିନିଷ ଯଦି କରିବା ଦ୍ୱାରା କଷ୍ଟ ହେଉଛି ତାହେଲେ ନ କଲେ ଭଲ। ଏବଂ ପ୍ରଥମ କରନ୍ତୀୟ 8:13 ମଧ୍ୟ ଲେଖା ହେଇଛି, ଅତଏବ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ, ତେବେ ମୋହର ଭାଇ ଯେପରି ମୋହର ଦ୍ୱାରା ବିଘ୍ନ ନ ପାଏ, ଏଥିପାଇଁ ମୁଁ କେବେ ହେଲେ ମାଂସ ଭୋଜନ କରିବି ନାହିଁ। ସେ କହୁଛନ୍ତି ମୁଁ ଯଦି ମାଂସ ଖାଇବା ଦ୍ୱାରା ଭାଇ ଯଦି କଷ୍ଟ ପାଉଛନ୍ତି ତାହେଲେ ମୁଁ କେବେ ହେଲେ ମୁଁ ମାଂସ ଖାଇବି ନାହିଁ। ସେ ମାନେ ମାଂସ ଖାଇବା ବିଷୟ ମନା କରୁଛନ୍ତି, କିନ୍ତୁ ଆମେ ବେଳେବେଳେ କ'ଣ କରୁଛୁ ଯେ ସେଇ ଆଜ୍ଞାକୁ ମାନେ ଆମେ କ'ଣ ଅଗ୍ରାହ୍ୟ କରିଥାଉ, ଯେଉଁଟା ଆମେ ମାନେ ସକ୍ଷମ ହୋଇନଥାଉ, କହିଥାଉ ଏଇଟା ପାଇଁ ସେଇଟା କରୁଛନ୍ତି, ସେଇଟା ଆମେ ତାଙ୍କର ରେଫରେନ୍ସ ଦେବାକୁ ଆରମ୍ଭ କରିଥାଉ। ଯେ ପ୍ରେରିତ 15:28 ଆମେ କାଢ଼ିକି କହିଥାଉ ଲୋକମାନଙ୍କୁ ଯେ ପ୍ରଭୁ ଏଇ କଥା ଗୋଟେ କହିଛନ୍ତି ଯେ କାରଣ ପ୍ରତିମା ନିକଟରେ ଉତ୍ସର୍ଗୀକୃତ ପ୍ରସାଦ ରକ୍ତ ଶ୍ୱାସରୋଧ ଦ୍ୱାରା ମୃତ ପ୍ରାଣୀର ମାଂସ ଓ ପରଦାରରୁ ପୃଥକ ରହିବା ଏହି କେତୋଟି ଆବଶ୍ୟକ ବିଷୟ, ଏଇଟା ଯେଉଁ ପ୍ରେରିତ ପାଉଲ କହୁଛନ୍ତି ସେଇ ଜିନିଷକୁ ଆମେ ଧାଇଁଥାଉ। କିନ୍ତୁ ଯୀଶୁ ଯେତେବେଳେ ଜଗତରେ ଥିଲେ ତାଙ୍କୁ ଯେଉଁ ବ୍ୟବସ୍ଥା ଦିଆଯାଉଥିଲା ମାନବୀୟ ବିଧାନର ବଶୀଭୂତ ସେ ହେଉଥିଲେ। ସେଥିପାଇଁ ଯେତେବେଳେ କର ଆଦାୟକାରୀମାନେ ଆସିଲେ ସେତେବେଳକୁ ମାନେ କହିଲେ ଯେ ତମେ ମାନେ ତୁମର ପ୍ରଭୁ କ'ଣ ମନ୍ଦିରରେ କର ଆଦାୟ ଦିଅନ୍ତି କି? ସେ ଯେତେବେଳେ ଶିଷ୍ୟମାନଙ୍କୁ ପ୍ରଶ୍ନ କରାଯାଉଛି ସେତେବେଳେ ଶିଷ୍ୟମାନଙ୍କୁ ସେ ମାନେ ତାଙ୍କ ଶିଷ୍ୟମାନେ କହିଛନ୍ତି, ସେମାନେ ମାଥ୍ୟୁ 22:21 ଲେଖା ହେଇଛି, ସେମାନେ କହିଲେ କାଇସରଙ୍କର ସେଥିରେ ସେମାନଙ୍କୁ କହିଲେ ତେବେ କାଇସରଙ୍କ ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କ ଯାହା ତାହା ଈଶ୍ୱରଙ୍କୁ ଦିଅ। ଯୀଶୁଙ୍କୁ ସେମାନେ ପରୀକ୍ଷା କରିବା ପାଇଁ ଯେତେବେଳେ ଆସିଲେ ଯେ କର ଦେବା ପାଇଁ ଠିକ୍, ସେଥିପାଇଁ ଆଉ ଥରେ ସେମାନେ କହିଲେ ଯେ ଲେଖା ହେଇଛି ମାଥ୍ୟୁ 17:24 ଯେ ଏଥିମଧ୍ୟରେ ସେମାନେ କପରନାହମକୁ ଆସନ୍ତେ ମନ୍ଦିରର କର ଆଦାୟକାରୀ ଲୋକେ ପିତରଙ୍କ ନିକଟକୁ ଆସି ପଚାରିଲେ, ତୁମମାନଙ୍କର ଗୁରୁ କ'ଣ ମନ୍ଦିରରେ କର ଦିଅନ୍ତି ନାହିଁ?
आमे देखुचु जे माथ्यू 17:25 से कहले हाँ दियंती तापरे आमे माथ्यू 17:27 किंतु आंबे माने जेपरी से मानक विघ्नर कारण न हेउ एथिपाई समुद्र को जाई बंशी पकाओ प्रथमे जेहु माछ पड़िबो ताहाको धरी ताहार मुख फिटाइले गुटे रौप्य मुद्रा पाइब ताहा घेनी मो ओ तुम से मानकु दियो एठार देखुचु जे कर आदायकारी मान जीशु पाखे पैसा ना तथापि से जानते हजार समुद्र माछ होती माछ भितर आउ गोटे तुम जो बंशी पकाइब से जो माछर माने माने पार्टी माने प्रथम पड़ो से माछ पार्टी गोटे टंकाटे अच्छी से रूपये टंका आनब एवं मो आ तुम कर देव जेहेतु जे विघ्नर कारण लोक मैंने जमी आमको विघ्न न पाइबे से आम बेले बेले खाली आम निज पाइबा आशा पाई धाई था किंतु आमको जब करने व्यवस्था दि जाए ताहा आम पालन कर से जो प्रथम जहन 3:4 लिखाई जे पाप कौन पाप हूँ व्यवस्था लंघन ही पाप आज जदि प्रतिबंधक होती ईश्वर वाक्य बोले ईश्वर वाक्य को आम कौन जगतर वाक्य आम बेले बेले पालन कर से लिखाई जे जे कहीं पाप करे प्रथम जहन 3:4 जे कहीं पाप करे से व्यवस्था लंघन करे कारण व्यवस्था लंघन ही पाप आम देखुचु जे व्यवस्था जदि आमको जोटे मानवीय विधान अर्थ कौन मानवर व्यवस्था पालन करवा दरकार से आम ये देखुचु जे मानव विधान जोटा आम को कहते आम जे कहूँ आम पालन कर माने आमर से माने पालन कर आम जदि पालन करवा ना ताहले से माने कहबे जे तांको कथा ही होची आमर कथा किछि हो ना से आम प्रत्येक जिनस आम समीक्षा करवा दरकार जे जो जिनस करवा द्वारा ईश्वर को नाम निंदित होची जो ताहले सेटा न कले भल आ जो जो जिनस करवा द्वारा ईश्वर माने माने कौन पाँच जे ईश्वर गौरव पाँच ताहले से जिनस आम करवा दरकार से आम जो सत्यमय ईश्वर वाक्य आमको कहूँ जे तुम्हें जेपर विघ्नर कारण न हो लोक मैंने तुमको आंगुठी न उठाइबे से कर से जो माने लोक मैंने जिते माने गौ माने गाईर वंश को माने पूरा नष्ट करने मारे जो ये करते से जिसाई भाववादी को प्रभु कहले जे तुम्हें कौन कर जे जिसाई 66:3 से मान को कहले जे कौन करे जे गो बोध करे जिसाई 66:3 आम यहाँ पढ़ा तापर आमर आज कार्यक्रम को समाप्त करवा से कहते जिसाई 66:3 जे जे गो बोध करे अर्थात जदि बोध न कले किए कौन मांस खाइबे कि से कहते से उत्तम भाव से वाक्य आमको कहूँ जदि जिसाई भाववादी कहले जे गोटे नारी जदि गर्भधारण कर पुत्र संतान प्रसव कर से जदि पृथ्वीर शांति राजा एवं हेबे बोली जदि आम से कथा विश्वास करके आज सारा पृथ्वी जदि ताहां आम सेवा आराधना करूँ से जिसाय शेष अध्याय 66:3 कहते जे गोबोध करे से मनुष्य हत्याकारी पर हुए जे मेष शावक बलिदान करे से कुकुरर बेक काटी पकाइवा लोक परी हुए जे नैवेद्य उत्सर्ग करे से शुकर रक्त उत्सर्ग करवा लोक परी हुए से कुंदूर जलाए से देवतार धन्यवाद करवा लोक परी हुए हाँ से माने आपण मानकर पथ मनोनीत करछंती ओ से मानकर प्राण आपण मानक घृणायोग्य विषय रे संतुष्ट हुए से आम देखुचु जे ये प्रथम 3 पदर आरंभ कहते जे गोबोध करे से मनुष्य हत्याकारी पर हुए से आम जो जीवंत वाक्य शुणुचु एवं सेटा आम जोटा सक्षम आम पालन करूँ कि जोटा सक्षम कि आम करूँ निजर स्वार्थ जोटे अच्छी ताहले आम सेटा न पालन करने आम कौन कहूँ ना ईश्वर वाक्य आमको कही जे गोमांस खावाई यहाँ आज दिन में आपण मान सम्मुख कहूँ से जिन नुहे किंतु प्रेरित पाउल निजे कहले जे नूतन नियम पुरातन नियम माने आम देखुचु जे पुरातन नियम माने खाऊले सेटा मना नुहे किंतु नूतन नियम से पुरातन नियम ही जिसा भाववादी 66:3 कहले जे गोबोध करे से नर हत्याकारी परी हुए किंतु तापर आम देखुचु जे माने करंती मंडल को एवं प्रेरित पाउल लिखुंट बा कहते जे आम देखुचु जे गो माने देखिलु सेठारे करंती मंडल को लिखुंट अतएव जदि खाद्यद्रव्य मोर प्रथम करंती
8-13 ଦେଖିଲୁ ଯେ ଯଦି ଖାଦ୍ୟଦ୍ରବ୍ୟ ମୋହର ଭାଇର ବିଘ୍ନର କାରଣ ହୁଏ ତେବେ ମୋହର ଭାଇ ଯେପରି ମୋ ଦ୍ୱାରା ବିଘ୍ନ ନ ପାଏ ଏଥିପାଇଁ ମୁଁ କେବେ ହେଲେ ମାଂସ ଖାଇବି ନାହିଁ। ସେଥିପାଇଁ ଆମେ ବେଳେବେଳେ ଆମର ଜିଦକୁ ଅଟଳ ରଖିବା ପାଇଁ ଆଉ ଦର୍ଶନ ବିଷୟ ନେଇକି କହିଥାଉ ଯେ ନାଇଁ ଯେତେବେଳେ ଯେ ଦର୍ଶନ ଦେଲା ବେଳକୁ କହିଥିଲେ ତୁମେ ସେଟା ଏଇ ଜିନିଷ ସେଇ ଜିନିଷ କୁହ ନାହିଁ, ସବୁ ଜିନିଷ ତୁମେ ଖାଅ ବୋଲି କହିଲେ ବୋଲି କହିକି ଯେଉଁଟା ହନାନୀକୁ ମାନେ ମନାନୀଙ୍କ ବିଷୟ ପିତରଙ୍କୁ ଯେଉଁ ଦର୍ଶନ ଦେଲେ ପରମେଶ୍ୱର ସେଇ କଥାକୁ ଲୋକମାନେ ଆଣିକି କହିଥାନ୍ତି, କିନ୍ତୁ ସେଇଟା ଦର୍ଶନ ହେଉଛି ବାକ୍ୟ ବା ବାକ୍ୟ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଉଦ୍ଦେଶ୍ୟରେ ସେ ଦର୍ଶନ ଥିଲା। କିନ୍ତୁ ଏଠି ରୋକଠୋକ ଆମକୁ କହୁଛନ୍ତି ଈଶ୍ୱରଙ୍କ ବାକ୍ୟ ଯେ ତୁମର ଯଦି କରିବା ଦ୍ୱାରା ତୁମେ ଯେଉଁ ଜିନିଷ କରିବା ଦ୍ୱାରା ଈଶ୍ୱରଙ୍କର ବାକ୍ୟ ବାଧାର ପ୍ରାପ୍ତ ହେଉଛି ବା ଲୋକମାନେ ଯଦି ଆଙ୍ଗୁଠି ଉଠାଉଛନ୍ତି ତାହେଲେ ସେଇଟା ନ କଲେ ଭଲ। ସେଥିପାଇଁ ଆଜ ଦିନଠାରୁ ଆମେ ଶିଖିବାକୁ ପଡ଼ିବ ଯେ ଲୋକଙ୍କୁ ମଧ୍ୟ ମାନବୀୟ ବିଧାନରୁ ମଧ୍ୟ ଆମେ କିଛି ଶିଖିବା, ତାହେଲେ ଠିକ୍ ସମୟରେ ଆମେ ଈଶ୍ୱରଙ୍କ ରାଜ୍ୟ ପାଇଁ ଅଧିକାରୀ ହୋଇପାରିବା। ମାନବୀୟ ବିଧାନ କେତୋଟି ଜିନିଷ ବା ପ୍ରତ୍ୟେକ ଜିନିଷ ବାଇବଲରେ ଆସିଅଛି। ମାନବୀୟ ବିଧାନ ଆପଣମାନେ ଭାବନ୍ତୁ ନାହିଁ ଯେ ଅନ୍ୟଠାରୁ ମାନବୀୟ ବିଧାନ ଆସିବ ବୋଲିକି, କିନ୍ତୁ ଈଶ୍ୱରଙ୍କ ବାକ୍ୟରେ ଅଛି। ଏବେ ଆମେ ଯଦି ଭତ୍ତା ଯଦି ପାଉଛନ୍ତି ମା ମାନେ ଭତ୍ତା ଯଦି ବାପାମାନଙ୍କୁ ଦିଆଯାଉଛି ତାହେଲେ ପ୍ରଥମ ତିମୋଥୀ 5:9 ସେଇ ଭତ୍ତା ବିଷୟ ଲେଖା ହେଇଛି। ମୁଁ ଏଇ ବାକ୍ୟଟି ପଢ଼ିଲା ପରେ ଆଜିର କାର୍ଯ୍ୟକ୍ରମକୁ ମୁଁ ସମାପ୍ତ କରିବାକୁ ଯାଉଛି ଯେ ଦେଖୁଛୁ ଯେ ପ୍ରଥମ ତିମୋଥୀ 5:9 ଲେଖା ହେଇଛି। 5:9 ଦେଖୁଛୁ ଯେଉଁ ବିଧବାର ବୟସ 60 ବର୍ଷରୁ ଉଣା ନୁହେଁ ଆଉ ଯେ ଏକ ସ୍ୱାମୀର ସ୍ତ୍ରୀ ଓ ସତ୍କର୍ମ ହେତୁ ସୁଖ୍ୟାତି ପ୍ରାପ୍ତ, ଅର୍ଥାତ୍ ସେ ଯଦି ସନ୍ତାନମାନଙ୍କୁ ପ୍ରତିପାଳନ, ଆତିଥି ସତ୍କାର, ସାଧୁମାନଙ୍କ ପାଦ ପ୍ରକ୍ଷାଳନ, ଦୁଃଖୀର ଦୁଃଖ ମୋଚନ କରିଥାଏ, ପୁଣି ସମସ୍ତ ସତ୍କର୍ମରେ ଉଦ୍ଯୋଗୀ ହୋଇଥାଏ, ତେବେ ତାହାର ନାମ ବିଧବା ତାଲିକାରେ ଲେଖାଯାଉ। ଏଇଠି ଆମେ ଦେଖୁଛୁ ଯେ 60 ବର୍ଷ ବିଷୟ ମଧ୍ୟ ଏଠି ଲେଖା ହେଇଛି। ପ୍ରତ୍ୟେକ ଜିନିଷ ଆରମ୍ଭରୁ ପୁରାତନ ନିୟମ ଏବଂ ନୂତନ ନିୟମ ସବୁ ଷ୍ଟଡି କଲେ ଆମେ ମାନବୀୟ ବିଧାନ ଆଉ ପୃଥିବୀରେ ଯେଉଁ ବିଧାନ ଯାକ ଚାଲିଛି ସେହି ସମସ୍ତ ବିଷୟ ଆମେ ପାଇପାରିବା। ତେଣୁ ଈଶ୍ୱରଙ୍କ ବାକ୍ୟରେ ଯେଉଁ ବିଷୟ ଲିଖିତ ଅଛି ସେଇଟା ହିଁ ଲୋକମାନେ ମାନବୀୟ ବିଧାନ ବନେଇକି ଆଜି ପୃଥିବୀରେ ସେଇଟା ବ୍ୟବହାର କରୁଛନ୍ତି। ସେଥିପାଇଁ ଆମେ ଯେଉଁ ଜୀବନ୍ତ ବାକ୍ୟ ଶୁଣୁଛୁ ତାହାକୁ ଧରି ଚାଲିବା, ତାହେଲେ ଠିକ୍ ସମୟରେ ପ୍ରଭୁ ଆମକୁ ପ୍ରତ୍ୟେକ ସମୟରେ ଆମକୁ ଆଶୀର୍ବାଦ କରିବେ। ଏ ଅଳ୍ପ ଶିକ୍ଷା ଉପରେ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଆମେନ୍।